ବିରଞ୍ଚି ସାହୁ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନର ପ୍ରବକ୍ତା। ଦେଖନ୍ତୁ ଆମ ଜିଲ୍ଲାରେ 21/11/2025 ଅପରାହ୍ନ 5ଟା ପରେ ଜିଲ୍ଲା ସ୍ତରୀୟ ଧାନ କିଣାବିକା DLPC ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଚିରାଚରିତ ଢଙ୍ଗରେ ଯେଉଁଭଳିଆ ଭାବରେ DLPC ବୈଠକରେ ଆଲୋଚନା ଚର୍ଚ୍ଚା କରାଯାଏ ସେଭଳିଆ ସେ କରିଥିଲେ ଏବଂ ପ୍ରଥମ କରି ଯୋଗ ଦେଇଥିବା ଝାରସୁଗୁଡ଼ା ଜିଲ୍ଲାରେ ଆମର ପ୍ରଭାବୀ ଜିଲ୍ଲାପାଳ ତର୍ଜମା କରୁଥିଲେ ଧାନ କିଣିବାରେ କେମିତି ସମସ୍ୟା ନ ହେବ ଏବଂ ସେ ଦୃଷ୍ଟିରୁ ଆମେ ବିଗତ ବର୍ଷମାନଙ୍କରେ ଯେଉଁ ସମସ୍ୟାର ସମ୍ମୁଖୀନ ଆମେ ହେଇଛୁ ଚାଷୀମାନେ ଏବଂ ସମବାୟ ବିଭାଗମାନେ ଏବଂ ଅନ୍ୟାନ୍ୟମାନେ ତାକୁ ଆଖି ଆଗରେ ରଖି ଆମେ ନିବେଦନ କଲୁ ମାନନୀୟ ଜିଲ୍ଲାପାଳ ମହୋଦୟଙ୍କୁ ଯେ ଟୋକନ ଏବଂ ଟାର୍ଗେଟର ଖେଳ ଆମେ ପ୍ରତ୍ୟେକ ବର୍ଷ ଆମେ ଦେଖୁଛୁ, ହଇରାଣ ହେଉଛୁ ସାର୍। ଏ ବର୍ଷ ନିଶ୍ଚିତ ଭାବରେ ଟୋକନ ଅନୁସାରେ ଟାର୍ଗେଟ କିମ୍ବା ଟାର୍ଗେଟ ଅନୁସାରେ ଟୋକନ ଇସ୍ୟୁ କରାଯାଉ ଏବଂ ସୁରୁଖୁରୁ ଭାବରେ ଝାରସୁଗୁଡ଼ା ଜିଲ୍ଲାରେ ଧାନ କିଣାଯାଉ। ଆମ ଝାରସୁଗୁଡ଼ା ଜିଲ୍ଲାରେ ବିଗତ ବର୍ଷମାନଙ୍କ ମଧ୍ୟରେ କୌଣସି ସମସ୍ୟା ହେଇନି ଏବଂ ସୁରୁଖୁରୁ ଭାବରେ ଧାନ କିଣାବିକା ହେଇଛି। ଆମେ ଆଶା ରଖିବୁ ଆମ ଜିଲ୍ଲାପାଳ କର୍ମଠ, ଆମ ଜିଲ୍ଲାପାଳ କ୍ରିୟାଶୀଳ, ତୃଣମୂଳ ସ୍ତରରେ ଚାଷୀ, ଚାଷ, ପ୍ରଦୂଷଣ ଏବଂ ଜଳସେଚନ କଥା ସଦାବେଳେ କହୁଛନ୍ତି। ଏଣୁ ନିଶ୍ଚିତ ଭାବରେ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ 2025 ଧାନ କିଣାବିକା ବହୁତ ସୁରୁଖୁରୁରେ ଚାଲିବ, ଆମେ ଏଇଟା ଆଶା ରଖିଛୁ ଏବଂ ଆମେ ଦାବି ମଧ୍ୟ କରୁଛୁ ଯେ କୃଷକ ସଂଗଠନ ତରଫରୁ ଆମେ ସମସ୍ତେ ବହୁ ହିସାବରେ ଠିକ୍ ହିସାବରେ ଆମେ ସହଯୋଗ କରିବୁ ଧାନ କିଣିବା ପାଇଁ। ଆମେ ଦେଖୁଛୁ ଏବେ ସମ୍ବଲପୁର ଜିଲ୍ଲା କଥା, ବରଗଡ଼ ଜିଲ୍ଲା କଥା, ଯେଉଁଭଳିଆ ଭାବରେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି, ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସେମାନେ ଆରେଷ୍ଟ ହୋଇକରି ଜେଲ୍ ମଧ୍ୟ ଯାଇଛନ୍ତି। ଆମେ ଆଶା ରଖିବୁ ଯେ ଅନ୍ତତଃ ଆମ ଜିଲ୍ଲାରେ ଏଭଳିଆ ସ୍ଥିତି ଚାଷୀମାନଙ୍କର ନ ହେଉ। ସେଥିପାଇଁ ଜିଲ୍ଲା ପ୍ରଶାସନ ଉପରେ ଆମର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଝାରସୁଗୁଡ଼ା ଜିଲ୍ଲାରେ ସୁରୁଖୁରୁରେ ଧାନ କିଣା ହେବ। ନତୁବା ଆମେ ଚାଷୀମାନେ ଯେଉଁଭଳିଆ ଭାବରେ ଆମର ବର୍ତ୍ତମାନ ଧାନ 1400-1500 ଟଙ୍କାରେ ମଧ୍ୟସ୍ଥି ବ୍ୟକ୍ତିମାନେ କିଣୁଛନ୍ତି, ଚାଷୀର ଦୁଃଖ କହିଲେ ନ ସରେ। ଚାଷୀର ମେଡ଼ିକାଲ କଥା, ଚାଷୀ ପିଲାଛୁଆ ପାଠପଢ଼ା କଥା, ଚାଷୀମାନଙ୍କର ଅନ୍ୟାନ୍ୟ ଲୋନ୍ କଥା, ସେ ଯଦି ଠିକ୍ ସମୟରେ ଧାନ କିଣା ନ ହେବ ଚାଷୀ ନିଶ୍ଚିତ ଭାବରେ କମ୍ ଦାମରେ ଧାନ ବିକିବେ ଏବଂ ସେସବୁ ଲୋନ୍ ପରିଶୋଧ କରିବେ। ଏଣୁକରି ଆମେ ଚାଷୀମାନଙ୍କର ସମସ୍ୟାକୁ ଆମ ଜିଲ୍ଲାପାଳ ହୃଦୟଙ୍ଗମ ସହିତ ସେ ଆଶା କରିବୁ ତାଙ୍କ ପାଖରୁ ସେ ନିଶ୍ଚିତ ଭାବରେ ଆମ ପାଇଁ ଭଲ କାମ କରିବେ ଏବଂ ଚାଷୀମାନେ ଭଲ ଭାବରେ ଧାନ ବିକି ପାରିବେ।